हाय फ्रेंड्स नमस्कार जय जगन्नाथ सांग मैंने केमती अच्छा भल अच्छा ना आशा करने भल थे सांग मैंने सबुदिन पर आज भी नहीं आसी आपंप बहुत सारा यूजफुल टिप्स एंड ट्रिक्स आप देखूँ जदि वीडियो भल लगे तो लाइक करेंगे सब्सक्राइब करेंगे सांग मान सहित सेयार करदे। चलते आज फास्ट टिप्स देखिए। आज फास्ट देखो हैंड वाश नहीं आप तो देखुए हैंड वाश तो समस्त यूज करुवे। आजिकल कौन हुए ना ପିଲାମାନେ ବେଶୀ ସେ ହ୍ୟାଣ୍ଡ ୱାଶ୍କୁ ନଷ୍ଟ କରିଦିଅନ୍ତି କାହିଁକିନା ବହୁତ ସାରା ଏମିତି ତାଙ୍କୁ ଭଲ ଲାଗେ ଚିପିବା ପାଇଁ ନା ଏମିତିକି ଦବାଇ ଦେଇକି ସବୁ ଯାକ ଆପଣ ହ୍ୟାଣ୍ଡ ୱାଶ୍ରେ ବହୁତ 15 ଦିନ ଜାଗାର 2-4 ଦିନ ଯିବନି ସବୁ ସାରିଦେବେ। ତେଣୁ ଆପଣମାନେ ଦେଖିବେ ପିଲାମାନେ ଯଦି ଛୋଟ ଛୋଟ ପିଲା ଥିବେ ତାହେଲେ ଆପଣ ନଷ୍ଟ କରିଦେଉଥିବେ ନା। ତେଣୁ ଆପଣମାନେ ଯେତିକି ଆବଶ୍ୟକ ସେତିକି ଆପଣମାନେ ୟୁଜ୍ କରୁଥିବେ, ବାକି ପିଲାମାନେ ବେଶୀ ନଷ୍ଟ କରୁଥିବେ। ସେଥିପାଇଁ ଆପଣ କ'ଣ କରିବେ ରବର ବ୍ୟାଣ୍ଡ ଲଗାଇଦେବେ। ଦେଖନ୍ତୁ ସେ ସାଇଡ଼୍ରେ ଲଗାଇଦେଲେ ସେଇଟା ପୁରା ଚାପିକି ରହିବ ନା। ଯେତେବେଳେ ଆପଣଙ୍କର ଅଳ୍ପ ଟିକେ ଚାହିଁବେ ଅଳ୍ପ ଟିକେ ବି ବାହାରି ପଡ଼ିବ, ଆଉ ଯେଉଁ ଅଧିକ ବାହାରୁଥିଲା ଜମା ବି ବାହାରିବନି। ଆପଣ ଥରେ ଟ୍ରାଏ କରନ୍ତୁ ଜାଣିପାରିବେ। ଯେତେ ହ୍ୟାଣ୍ଡ ୱାଶ୍ ଅଛି ଆପଣଙ୍କର ବାଥରୁମରେ ରଖନ୍ତୁ କି ବାହାରେ ରଖନ୍ତୁ, ଯେଉଁଠି ରଖୁଛନ୍ତି ଆପଣମାନେ ଏମିତିକି ରବର ବ୍ୟାଣ୍ଡ ଗୋଟେ ଗୋଟେ ଲଗାଇ ଦେଇକି ଆପଣ ରଖିଦେବେ। ଦେଖିବେ ଆପଣଙ୍କର ପିଲା ବେଶୀ ନଷ୍ଟ କରିବେନି। ହ୍ୟାଣ୍ଡ ୱାଶ୍ ଯେତିକି ଥିବ ସେତିକି ଆପଣଙ୍କର ରହିଯିବ। ଆଶା କରେ ଟିପ୍ସଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ଲାଇକ୍ କରିଦେବେ। ତାପରେ ଯିବା ନେକ୍ସଟ ଟିପ୍ସ। ନେକ୍ସଟ ଦେଖନ୍ତୁ ବ୍ରସ୍କୁ ନେଇକି ଆପଣ ଦେଖିପାରୁଥିବେ ମୋ ପାଖରେ ବ୍ରସ୍ ଅଛି 3ଟା। ଆଉ ବ୍ରସ୍ରେ କ'ଣ ହୁଏ ନା ବ୍ରସ୍ଟାକୁ ଆପଣମାନେ ମଝିରେ ମଝିରେ କ୍ଲିନ୍ କରୁଥିବେ। ଆପଣ ତ ବ୍ରସ୍ କରିଦେଉଥିବେ ତାପରେ ଧୋଇ ଦେଉଥିବେ ଏମିତି ରଖିଦେଉଥିବେ, କିନ୍ତୁ ବେଳେବେଳେ କ'ଣ ହୁଏ ନା ତା ଭିତରେ ସବୁ ବ୍ୟାକ୍ଟେରିଆ ସବୁ ପଶି ରହିଥାଏ ଆଉ ପେଷ୍ଟ ମଧ୍ୟ ତା ଭିତରେ ରହିଥାଏ, ଯେଉଁଟାକି ଆପଣଙ୍କର ମାନେ ଦାନ୍ତ ପାଇଁ ବହୁତ କ୍ଷତିକାରକ। ଯେତେବେଳେ ଆପଣମାନେ ବ୍ରସ୍ କରୁଛନ୍ତି ସେତେବେଳେ ଆପଣ କ'ଣ କରିବେ ନା ଟିକେ ମଝିରେ ମଝିରେ ତାକୁ ସଫା କରିଦେବେ। କେମିତିକି ଦେଖନ୍ତୁ ମୁଁ ଗୋଟେ ବାଉଲ୍ ନେଇଗଲି, ତାପରେ ଆପଣ ଗରମ ପାଣି ନେଇଛି, ଭଲ କି ଗରମ ପାଣି ନେଇଛି, ମୋତେ ବହୁତ ସାରା ଗରମ ଅଛି ସେଥିପାଇଁ ମୁଁ ଏ ପାଣିଟା ନେଲି। ତାପରେ କ'ଣ କରିବେ ନା ଆଉ ଥରେ ଲୁଣ ପକାଇଦେବେ। ଦେଖନ୍ତୁ ଲୁଣଟା ତ ଆପଣ ଜାଣିଥିବେ ଦାନ୍ତ ପାଇଁ ବହୁତ ଉପକାରୀ ଲୁଣ। ଲୁଣଟା ନେଇଯିବେ, ଲୁଣଟାକୁ ନେଇକି ତାକୁ ଭଲସେ ଆପଣମାନେ ଏମିତିକି ଗୋଳେଇ ଦେବେ ସେ ବ୍ରସ୍ରେ। ଦେଖନ୍ତୁ ମୁଁ ଏମିତି ବ୍ରସ୍ରେ ତାକୁ ଭଲସେ ଗୋଳେଇ ଦେଲି। ତାପରେ କ'ଣ କରେ ସେ ଦେଇକି ତାପରେ ଆପଣ ରଖିଦେବେ କିଛି ସମୟ, ତାକୁ ଏମିତି ରଖିଦେବେ ସେ ବୁଡ଼େଇକିରି। ଦେଖନ୍ତୁ ବ୍ରସ୍ଟାକୁ ଏମିତି ବୁଡ଼େଇ ଦେଇକି ରଖିଦେବେ। ରଖିସାରିଲା ପରେ ତାର ଯେଉଁ ଯାହା ସବୁ ଥିବ ବ୍ୟାକ୍ଟେରିଆ ଜୀବାଣୁ ଥିବେ ସବୁ ଯାକ ଆପଣ ଦେଖିବେ ମରିଯିବେ। ତାପରେ ଆପଣମାନେ ଆଉ ଥରେ ତାକୁ ଷ୍ଟିକ୍ ଆଣିକି ତାକୁ ଆପଣ କ୍ଲିନ୍ କରିବେ କି ଆପଣଙ୍କର କାଠି କୌଣସି ଆଣିକିରି ଆପଣ ତାକୁ ତା ଭିତରେ ଥିବ ଯେଉଁ ଲାଗିଥିବ ତ ପେଷ୍ଟ ଲାଗିଥିବ ନା, ତାକୁ ଆପଣମାନେ ଏମିତିକି କ୍ଲିନ୍ କରିଦେବେ। ବହୁତ ବଢ଼ିଆ ଟିପ୍ସଟେ, ୟୁଜଫୁଲ୍ ଟିପ୍ସଟେ, ହେଲ୍ପଫୁଲ୍ ହେବ ସମସ୍ତଙ୍କ ପାଇଁକି। ଯେତେବେଳେ ଆପଣମାନେ ଏମିତିକି ଏ ବ୍ରସ୍ ସଫା କରୁଛନ୍ତି ଏଇ ଟାଇପ୍ରେ ସଫା କରନ୍ତି, କିଛି ନାହିଁ ଆପଣଙ୍କୁ କମ୍ ପରିଶ୍ରମରେ ଲୁଣ ଟିକେ ଖାଲି ଜଷ୍ଟ ପଡ଼ିବ, ଆପଣ ତାକୁ କ୍ଲିନ୍ କରିକି ରଖିପାରିବେ। ଗରମ ପାଣି ଲୁଣ ଏ ଦୁଇଟା ଜିନିଷ ଆପଣଙ୍କର ହେଲେ ଆପଣଙ୍କ ବ୍ରସ୍ ପୁରା କ୍ଲିନ୍ ହେଇଯିବ। ଦେଖିଲେ ସାଙ୍ଗମାନେ, ଆଶା କରୁଛି ଆପଣମାନଙ୍କୁ ଏଇ ଟିପ୍ସଟା ହିଁ ଭଲ ଲାଗିଥିବ ସମସ୍ତଙ୍କୁ। ଯଦି ଭଲ ଲାଗିଛି ସାଙ୍ଗମାନଙ୍କ ସହିତ ନିହାତି ଭାବରେ ସେୟାର କରିଦେବେ। ଦେଖନ୍ତୁ ମୋତେ କେତେ ବଢ଼ିଆ ସେ ମୋ ବ୍ରସ୍ଟା ସଫା ହେଇଗଲା। ଆପଣ ଟ୍ରାଏ କଲେ ହିଁ ଜାଣିପାରିବେ। ମୁଁ ଦେଖିଲେ ଆପଣଙ୍କୁ ଭିଡ଼ିଓରେ ବେଶୀ ଦେଖାଯାଉନି କିନ୍ତୁ ଆପଣ ଜାଣିପାରିବେ। ଆପଣ ଟ୍ରାଏ କରନ୍ତୁ, ମଝିରେ ମଝିରେ କ୍ଲିନ୍ ନିହାତି କରନ୍ତୁ। ଯଦି ଭଲ ଲାଗିଛି ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ, ଆଉ ଗୋଟେ ଭଲ ଭାବରେ ଲାଇକ୍ କରିଦିଅନ୍ତୁ। ତାପରେ ଯେ ଆମେ ନେକ୍ସଟ ଟିପ୍ସ ଦେଖନ୍ତୁ ମୋ ପାଖରେ ଅଛି, ଦେଖିପାରୁଥିବେ ରସୁଣ ଅଛି। ରସୁଣଟାକୁ ଆପଣ ତ ଛଡ଼ଉଥିବେ ନା, ରସୁଣ ଛଡ଼େଇଲା ବେଳେ କ'ଣ ହୁଏ କହିଲେ ପୁରା ହାତ ପୁରା ନଖ ଯାକ ବଥା ହେଇଯିବ। ତ ଭିତରେ ରସୁଣ ସବୁ ପଶିକି ରହିଯାଇଥିବ, ସିଏ ବି ଆହୁରି ବଥା କରେ। ମୁଁ ନିଜେ ଟ୍ରାଏ କରିଛି, ବହୁତ ହି ବଥା କରେ। ମୁଁ ଗୋଟେ ପ୍ଲାନ୍ କଲି, ଦେଖନ୍ତୁ କେମିତି ଆପଣ ଦେଖିବେ ସାଧା ସିଧା ରସୁଣ ଆପଣ ଛଡ଼େଇ ପାରିବେ। ଯେତେବେଳେ ଆପଣମାନେ ଫ୍ରି ଟାଇମ୍ରେ ବସୁଛନ୍ତି ନା ଏଇ ରସୁଣ ଯାକ ବହୁତ ସାରା ଛଡ଼େଇ ଦେଇକିରି କଥା କହୁ ଗପୁ ଆପଣ ବହୁତ ସାରା ରସୁଣ ଛଡ଼େଇ ଦେବେ। ଛଡ଼େଇକି ଆପଣମାନେ ଫ୍ରିଜ୍ରେ ଆପଣମାନେ ରଖିପାରିବେ। ଦେଖନ୍ତୁ କେମିତି ଆପଣମାନେ ଇଜି ପ୍ରୋସେସ୍ରେ ବି ଆପଣମାନେ ଆରାମସେ ରସୁଣକୁ ଛଡ଼େଇ ପାରିବେ। ଅଳ୍ପ 2-4ଟା ମୁଁ ଆପଣଙ୍କୁ ଦେଖାଉଛି, 2-3ଟା ଖଣ୍ଡେ ଆପଣଙ୍କୁ ଏମିତିକି କାଢ଼ିକି କେମିତି ଆପଣମାନେ ତାକୁ ରସୁଣକୁ ଛଡ଼େଇ ପାରିବେ ମୁଁ ସେଇଟା ଆପଣଙ୍କୁ ସେୟାର କରୁଛି। ଦେଖନ୍ତୁ କ'ଣ କରିବେ ନା ଗ୍ରେଟର୍ ନେଇ ଆସିବେ। ଗ୍ରେଟର୍ଟା ତ ବହୁତ ହି କାମ କରିବ। ଗ୍ରେଟର୍ ନେଇ ଆସିବେ, ତା ପଛ ସାଇଡ଼୍ଟା ଆପଣ ଦେଖିପାରୁଥିବେ ତାର ଯେଉଁ ଆପଣ ରସୁଣର ଯେଉଁ ମାଉଥ୍ ପାର୍ଟଟା ଥାଏ ନା ସେଇଟା ବହୁତ ହାର୍ଡ଼ ଥାଏ। ସେଇଟାକୁ ଆପଣମାନେ କ'ଣ କରିବେ ନା ଏମିତିକି ଲଗାଇଦେବେ। ଲଗାଇଲା ପରେ କ'ଣ ହୁଏ ନା ସେ ରସୁଣର ଚୋପା ଯାକ ବାହାରି ପଡ଼ିବ, ଏମିତିକି ବହୁତ ସୁନ୍ଦର ଭାବରେ ବାହାରି ପଡ଼ିବ। ଦେଖନ୍ତୁ ଯେମିତି ମୋର ବାହାରି ପଡ଼ୁଛି ଏଇ ଟାଇପ୍ର ଆପଣମାନେ ରସୁଣ ଚୋପା ବାହାର କରିପାରିବେ। ଦେଖନ୍ତୁ ପୁରା ରସୁଣଟାକୁ ଆପଣମାନେ ତାକୁ ରଖିଦେବେ ଏମିତିକି କାଢ଼ିକିରି। ଦେଖନ୍ତୁ କେତେ ବଢ଼ିଆ ସେ ଫ୍ରି ଟାଇମ୍ରେ ଆପଣମାନେ ଏମିତିକି ରସୁଣକୁ ବାହାର କରିପାରିବେ, ଛଡ଼େଇ ପାରିବେ। ଚୋପାଟାକୁ ଏତେ ଇଜି ଲାଗିବ ଯେ ଆପଣ ଥରେ ଟ୍ରାଏ କରନ୍ତୁ ଜାଣିପାରିବେ। ଛୋଟ ପିଲାମାନଙ୍କୁ ଦେଲେ ବି ସିଏ ବସିଥିବେ ଯଦି ସିଏ ବି ଖୁସି ହେଇକି ଆପଣମାନଙ୍କର ରସୁଣ ସବୁ ଛଡ଼େଇ ଦେବେ। ଏମିତିକି ତାଙ୍କୁ ଭଲ ଲାଗିବ ନା, ଏମିତିକି ଚୋପା ତ ବାହାରି ପଡ଼ୁଥିବ ନା, ବଢ଼ିଆ ସେ ଆପଣଙ୍କର ନଖ ପୁରା ବଥା ହେଇଯାଉଥିବ, ଜମା ବି ବଥା ହେବନି। ଆପଣଙ୍କର ରସୁଣ ଆରାମସେ ଛଡ଼େଇ ହେବ। ଦେଖନ୍ତୁ ଏଇଠି ମୁଁ ଆଉ ଗୋଟେ ଦେଖୁଛି, ଦେଖନ୍ତୁ ଅଳ୍ପ ଆପଣଙ୍କୁ ଦେଖାଉଛି, ଆପଣ ବେଶୀ ତ ଆପଣ ଛଡ଼େଇ ପାରିବେ ବସିକି। ମୋର ଆପଣଙ୍କୁ ଦେଖିବା ପାଇଁକି ଖାସ୍ ମୁଁ 2-3ଟା ଛଡ଼େଇ ଦେଲି। ମୁଁ କିନ୍ତୁ ଏମିତି ଛଡ଼େଇକି ମୋର ଷ୍ଟୋର୍ କରିକି ମୋ ଫ୍ରିଜ୍ରେ ରଖିଦିଏ, ଯେତେବେଳେ ଦରକାର ହୁଏ ମୁଁ ସେତେବେଳେ ୟୁଜ୍ କରେ। ସାଙ୍ଗେ ସାଙ୍ଗେ ତ ରସୁଣ ଏମିତିକି ଛଡ଼େଇ ହେବନି ନା, ତାର ଆଗତୁରା ଛଡ଼େଇକି ଆପଣ ଷ୍ଟୋର୍ କରିକି ରଖିପାରିବେ। ଦେଖିପାରିଲେ ସାଙ୍ଗମାନେ, ଆଶା କରେ ଆପଣଙ୍କୁ ଏଇ ଟିପ୍ସଟା ହିଁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ସାଙ୍ଗମାନଙ୍କ ସହିତ ସେୟାର କରିଦିଅନ୍ତୁ। ଆଉ ଗୋଟେ
लाइक कर दिंतु। रसुण बहुत सारा टिप्स अच्छे आप देखिए अधिका देखा चाहिए ताले मोर प्रीवियस वीडियो जाकि आप देखिपारे। तापर जो आम नेक्स्ट टिप्स देखो मोर ये देखो गोटे टेबलेटर खाली पैकेट अच्छे जोटा कि मुझे क्लीन कर बासन देखिए बासन देखो धार गुड़ा जो नाई ना कि सांग मैंने से धारटा को आप एमती क्लीन करेंगे जमी मु क्लीन कर साइड साइड गुड़ा पूरा कला पड़ी देखिपे ना यहाँ को आपने ढांकी दौते खाଇବା ଜିନିଷ ଆପଣ ଯାହା ବନେଇଥିବେ ତାକୁ ଢାଙ୍କି ଦେଉଥିବେ ତାପରେ ଆପଣ ଦେଖିବେ ସେ କଳା ପଡ଼ିଯାଇଥିବ ସେଥିପାଇଁ ଆପଣମାନେ ତାକୁ ଏଠି କ୍ଲିନ୍ କରିବେ ଯେମିତିକି ମୁଁ ଏଠି କ୍ଲିନ୍ କରିଛି ଧାର ଯାକ ଆପଣ କ୍ଲିନ୍ କରିକି ତାପରେ ଆପଣମାନେ ସାବୁନ ପ୍ଲସ୍ ଲିକ୍ୱିଡ଼ରେ ଆପଣମାନେ ତାକୁ କ୍ଲିନ୍ କରିପାରିବେ। ମୁଁ ଏଠି ଆପଣଙ୍କୁ ଦେଖାଉଛି ଖାଲି ଏମିତିକି ଟେବଲେଟ୍ ଖୁଡ଼ଟାକୁ ଆପଣ ଫୋପାଡ଼ି ଦେଇଥାନ୍ତି କେଉଁ କାମରେ ଆପଣ ଲଗାଇ ପାରିବେ ସେଇଟା ଆପଣଙ୍କୁ ଦେଖାଇଦେଲି। ଦେଖନ୍ତୁ ଜମା ବି କୌଣସି ଜିନିଷ ଆପଣ ନଷ୍ଟ ହୋଇଯାଉଛି କି ୱେଷ୍ଟ ଜିନିଷ ଭାବି ଫୋପାଡ଼ିବେନି ସେଇଟା ବଢ଼ିଆ ସେ ରିୟୁଜ୍ ହୋଇଯିବ ଟିକେ ମୁଣ୍ଡ ଫଟେଇଦେଲେ ଆଉ ଗୋଟେ କାମରେ ଲାଗିଯିବ। ଦେଖନ୍ତୁ ତାପରେ ମୁଁ ଏଠି ଚା ସବୁବେଳେ କରେ କେମିତି ମୁଁ ତ ଚା କରେ ଲାଲ ଚା ଯଦି ହୁଏ ଆପଣ ଦେଖିବେ ସେ ବାସନ ଗୁଡ଼ା ପୁରା କଳା ପଡ଼ିଯାଇଥିବ ତାପରେ ଆପଣ ତାକୁ କେମିତି କ୍ଲିନ୍ କରିବେ ଏମିତିକି ତାକୁ ନେଇଯିବେ ସେ ଟେବଲେଟ୍ ତାର ପ୍ୟାକେଟଟା ନେଇକି ତାକୁ ଆପଣମାନେ କ୍ଲିନ୍ କରିବେ। ତାପରେ ଆପଣ ଗ୍ୟାସ୍ଟାକୁ କ୍ଲିନ୍ କରିପାରିବେ ଗ୍ୟାସ୍ର ଯେଉଁ ରେଗୁଲେଟର ତାର ସାଇଡ଼୍ରେ ଅଛି ତାପରେ ମାନେ ପ୍ୟାକେଟ୍ରେ ଯେଉଁ ମେଡ଼ିସିନ ପ୍ୟାକେଟ୍ରେ ଆପଣମାନେ ଏମିତିକି ତାକୁ କ୍ଲିନ୍ କରିପାରିବେ ବଢ଼ିଆ ସେ କ୍ଲିନ୍ ହେଇଯିବ। ଆପଣ ଥରେ ଟ୍ରାଏ କରି ଜାଣିପାରିବେ କିନ୍ତୁ ହାତ ପଶିବନି କି ଆପଣ ଚାହିଁଲେ ବ୍ରସ୍ ବି ପଶିବନି କି ଆପଣଙ୍କର କିଛି ପଶିବନି ତେଣୁ ଟେବଲେଟ୍ तार पैकेटा खाली पैकेटा ये बढ़िया से काम करिवो किंतु आप थे ट्राए कर जानीपारे केते बढ़िया टेस्ट दीटा जाक मुझे ग्रेटर मैं रेगुलेटर सफा करदेली तापर आपने शुखला कपड़ा पोछीदेवे पूरा क्लीन रहा आपंकर गैस बासन जाक देखिए टेबलेट कूड़े आशा करें आपको ये टिप्सटा ही भल लगे। तापर जो नेक्स्ट टिप्स देखो मोर ये देखो मोबाइल ये कौन कहले यहाँ रिमोट देखो केमती मला है देखो केते सारा मला है आप देखिपे जो सबुदिन ये मत यूज करे ना एमती रखिदिए ताको मझे मझे मुझे सफा करे केमती सफा करे जानते से मैंने गोटे बहुत बढ़िया उपाय देवी आपको आपण घर तो सानिटाइजर थी ना सानिटाइजर नहीं आस गोटे कपड़ा आणतु कि टिश्यू पेपर आणतु कि आपणकर जो कटन आणतु से मुझे कटन नहीं जाऊँगी भल हम टे पकईदेवे आपने से जो सानिटाइजर कहीं सानिटाइजर मुझे यूज कली सफा तो हम तापर आप देखिए पिला धरुंच हाथ आप भी धरुवे धरला पर ता भर सब बैक्टेरिया थाए से जना पड़े धूली मुड़ी थाए पिला कौन कर धरु धरु हाथर पाटर भी पूरे दिखती से आपको सब क्लीन कर रखिए जेकोसी जिनस मैंने जब आम क्लीन कर रखा ना सब जिन सहज हो सरल हो सुंदर भी देखा और सेफ भी रे आपने देखो मुझे टाइप आप देखली एमती करके आप रिमोट को आप क्लीन कर रिमोट जगह आप तो मोबाइल भी आप क्लीन करेंगे एमती सानिटाइजर पकईकी तमती मुझे क्लीन कली देखिए सांग मैंने ये टाइप पछ साइड्रे भी क्लीन करते देखते पूरा नुआ परिक देखाला मझे मझे सप्ताह कि 2 सप्ताह एमती थरिकी आपमती क्लीन करेंगे। जदि आशा करें आपको ये टिप्सटा निहाती भल लगी यूजफुल हो समस्त हेल्पफुल होती भल लगी गोटे लाइक करदे सांग मैंने सब टिप्सटा देखिले कौ टिप्सटा बेसी भल लगे कमेंट माध्यम निहाती जनइबे। आज रोचे पुणी देखा नेक्स्ट वीडियो न्यू न्यू टिप्स सहित। नमस्कार जय जगन्नाथ बाय टेक केयर ऑल ऑफ यू फ्रेंड्स थैंक यू।